କିଛି ହେଇନି ଆଜି ପୁଲିସ ଜଣେ ଆସୁଛୁ ଯେ କିଛି ହେଇନି ଦେଖନ୍ତୁ ହଁ ଆସୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ବ୍ୟାଗ୍ ଭିତରେ ଗୋଟିଏ ବନ୍ଧୁକ ରଖି ବିଦ୍ୟାଳୟକୁ ଯାଇଥିଲା। ତେବେ ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ କିଛି ଛାତ୍ରଛାତ୍ରୀମାନେ ତା ବ୍ୟାଗ୍ ଭିତରେ ଏକ ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନେ ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରିବା ପରେ ସ୍କୁଲ କମିଟିର ସଦସ୍ୟମାନେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଥିବା ବେଳେ ଖବର ପାଇ ପୁଲିସ ପ୍ରଥମେ ସାଧା ପୋଷାକରେ ଆସିଥିଲା। ତେଣୁ ସେମାନଙ୍କୁ ଲୋକମାନେ ଅଟକ ରଖିବାରୁ ଅନ୍ୟ ପୁଲିସ କର୍ମଚାରୀମାନେ ଆସି ବିରକ୍ତି ପ୍ରକାଶ କରିଥିଲେ। ହେଲେ ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ଏବଂ କ'ଣ ପାଇଁ ସ୍କୁଲକୁ ଆଣିଥିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।